ମୁଁ ଆପଣମାନଙ୍କର ଦୋସ୍ତ ଆଉ ହୋ ସୁଶାନ୍ତ ଆଉ ଗୋଟେ ନୂଆ ଭିଡ଼ିଓରେ ସ୍ୱାଗତ କରୁଛି। ଆଜି ଷ୍ଟାର୍ଟ କରିବା ଆମେ ଏମ୍ପିରୁ। ଆମେ ଏଇନା ଏମ୍ପିରେ ଅଛନ୍, ଆମର ମଧ୍ୟପ୍ରଦେଶ। ଆଉ ଏଇଟା ପାଣି ଖୋଜୁଛନ୍ତି ମିତ ଗାଧବା ଲାଗି ଗାଧି ନାଇଁ ପାରିଲୁ। କାଲି ଗାଇଥିଲୁ ସର୍ଦାର ହୋଟେଲରେ, ଆଜି ଯଦି ନାଇଁ ଗାଧଲୁ ଇନା ହେଲା ଆଉ ଗାଧବା ଲାଗି ନାଇଁ ପାଉ ପାଣି ହେଥିଲାଗି ବୋଲିକିରି ଟିକେ ଅସୁବିଧା ହେବା। ରାତିରେ ନାଗପୁର ଯେନ୍ତା ହେଲେ ବି ପାର କରବାର ଅଛି ରାତି। ଆଉ ଏଇଟା ଘାଟି ଚଢ଼ୁଛୁ ଭାଇମାନେ। ଏଇଟା ଆମର ବିଟୁଲକୁ ଆଉ 30-40 କିଲୋମିଟର ଅଛି। ଆଉ ଘାଟିରେ ନି ଆମର ଚିକେନ୍ ଟିକେ ନେଇଗଲୁ, ଚିକେନ୍ ଟିକେ ନେଇକିରି ଏଇଟା ବାହାରି ଯାଉଛୁ। ଆଉ ଘାଟିଟା 30 କିଲୋମିଟର କେତେ ପଡ଼େ ନା, ରାସ୍ତା ଭଲ ଅଛି କହିକି ଜଣା ନାଇଁ ପଡ଼େ। 20-30 କିଲୋମିଟର ଚଢ଼ାଇ ଥାଏ କିନ୍ତୁ ଜଣା ନାଇଁ ପଡ଼େ ଏତେ। ଏଇଟା ଆଜି ଚିକେନ୍ ବନେଇବା ଲାଗି ବିଟୁଲରେ ପହଞ୍ଚି ଯାଇଛୁ ନା, ତ ବିଟୁଲରେ ଟିକେ ଚିକେନ୍ ବନାବା। ଆଉ ଭଲ ପିସ୍ ଦିଅନ୍। ଆମର ରେଗୁଲାର କଷ୍ଟମର, ଆମେ ଆଇଲା ବେଳେ ଗଲାବେଳେ ସେଠି ଥିବେ ମାନେ ସେ ଭାଇ ଆମେ ନିହାତି ତାଙ୍କରୁ ନେଇକିରି ଯାଉ। ଆଉ ସିଏ ବି ଜାଣିଛନ୍ତି ଯେ ଆମର ଓଡ଼ିଶାର ଭାଇମାନେ ପହଞ୍ଚିଲେ କହିକି। ଆଉ ତାର ସାଙ୍ଗେ ପାମ୍ପଡ଼ ଟିକେ ବି ଛାଣା ହେଇଥିଲା, ତ ପାମ୍ପଡ଼ ଟିକେ ବି ମଝିରେ ପଡ଼ୁଛି। ଆଉ ତାର ସାଙ୍ଗେ ଇଆଡ଼େ ଆମର କାମ ବି ଚାଲିଛି। ପାମ୍ପଡ଼ ଟିକେ ବି ଏଇ ତେଲରେ ନି ଛାଣି ଦେଇଥିଲି, ସୋରିଷ ତେଲରେ। ଆପଣମାନେ ଯଦି ରେସିପି ଭିଡ଼ିଓ ଦେଖିବାକୁ ଚାହିଁବେ ନିହାତି ଭାବରେ ଗୋଟେ ରେସିପି ଭିଡ଼ିଓ ବି ବନେଇଦେବି ଚିକେନ୍ର କେଉଁଦିନ ଗୋଟେ ବନେଇଲା ବେଳେ। ଆଉ ସେମ୍ ତ ତରିକା ଆମର ଅନ୍ଦାଜିଆ ସବୁ ଢାଲେ। ଆଉ ତାର ସାଙ୍ଗରେ ଟିକେ ଏକ୍ସଟ୍ରା ଆମର ଆଳୁ ଟିକେ ପଡ଼ିଛି, ଆଉ ଆମର ଟମାଟୋ ଟିକେ ପଡ଼ିଛି। ମିତ ଆସିକି ଉତରେଇ ଦେଲେ ନା, ମୁଁ ବନେଇ ମୁନା ସାରିଥିଲି ନା। ଭାତ ରୋଷେଇ କରି ଆଣି ପକେଇଲେ ମିତ ଆମର ଗାଡ଼ିରୁ। ଆଉ ଅରୁଆ ଭାତ ସାଙ୍ଗେ ଚିକେନ୍। ଆଉ କିରା କରା ଅରୁଆ ଭାତ ତ ହେଇ ଅଭ୍ୟାସ ହେଇଗଲାଣି। ଆଉ ଟାଇମ୍ ବି ବହୁତ ହେଇଗଲା ନା, ଚିକେନ୍ ରୋଷେଇ କରିବା ଚକ୍କରରେ ବହୁତ ଲେଟ୍ ହେଇଗଲା ନା। ଆଉ ଯଥାଶୀଘ୍ର ବାହାରି ଯାଇକିରି ଆମେ ମାନେ ନା ନନ୍ଷ୍ଟପ୍ ଯଦି ଘିଞ୍ଚିଲେ ଯାଇକିରି ନାଗପୁରକୁ ପହଞ୍ଚି ପାରବୁ। ଆଉ ପହଞ୍ଚିକି ତେଲ ବି ଡଲାବାର ଅଛି। ତେଲ ନାଇଁ ଡଲାଲେ ଅସୁବିଧା ହେବା। ହେଲେ କାଲି ସକାଳେ ଆଉ ତେଲ ଡଲା ବି କହିଲା ବେଳେ ଲେଟ୍ ହେଇଯିବ। ଚାହା ପାଣି ନାସ୍ତା ପାଣି ଆଉ କିଛି ନାହିଁ, ଯେନ୍ ଖାଇ ଦେଇକିରି ଆସିଛୁ ଚିକେନ୍ ଭାତ ଖଣ୍ଡେ ପୁରାପୁରି ଡାଇରେକ୍ଟ ଘିଚି ଦେଇଛୁ ନା ନାଗପୁର ଦୋକା। ଆଉ ନାଗପୁର ପାର କରିକି ଏଠୁ 10-20 କିଲୋମିଟର 30 କିଲୋମିଟର ଗଲା ପରେ ମୁଦା ପେଟ୍ରୋଲ ପମ୍ପ। ଏଟା ଆମର ମୁଦା ପେଟ୍ରୋଲ ପମ୍ପରେ ଡିଜେଲ ଟିକେ ପୁରେଇ ଦେବା। ଫୁଲ୍ ତ ନାଇଁ କରେ ଭାଇମାନେ, 200 ଲିଟର ପୁରା ବି 200 ଲିଟର ପୁରାଲେ ଓଡ଼ିଶା ଦୋକା ପହଞ୍ଚିଯିବା। ଏଠୁ ଓଡ଼ିଶା ଆମର 600 କିଲୋମିଟର, 550-600 କିଲୋମିଟର ହେବା। ଆଉ ଏଇଟା ସେଇ ପାର୍କିଂରେ ନି ଆଣିକି ରାତିରେ ଶୋଇ ପଡ଼ି ବୁଲୁଥିଲି ପେଟ୍ରୋଲ ପମ୍ପ ପାର୍କିଂରେ, ଯେ ଢୁକେଇ ବି ନାଇଁ ହେଲା ଗାଡ଼ି। ଆଗାଡ଼େ ଗୋଟେ ଫସିଛି ଗାଡ଼ି। ଏଦିকে ଦେଖୁଛନ୍ ଆମ ରାଜସ୍ଥାନର ଗାଡ଼ିଟା ସେ ଭୁଲରେ ପଶେଇ ଦେଇଛି। ଟିକେ ଜାଣି ନାଇଁ ପାରି, ଯାହେଲେ ମୌସମରେ ଯାଇଥିଲେ ପାର ହେଇଯାଇତା, ନାଇଁ ପାର ହେଇପାର। ଦେଖୁନ୍ ତ ରାତି ସାରା ଚେଷ୍ଟା କରିକିରି କେନ୍ତା ବାହାରୁଛି କି ନାଇଁ ବାହାରୁଛି। ଯେ ଯଦି ବାହାରିଲା ହେଲେ ଆମେ ଭିତରକେ ଢୁକେଇବୁ, ନହେଲେ ତ ଏଇଠି ପୁଣି ଆଡ଼ଜଷ୍ଟ କରି 1-2 ଘଣ୍ଟା ଶୋଇକି ପୁଣି ଏଠୁ ବାହାରି ଯିବୁ। ଆଉ ଆପଣମାନଙ୍କ ସାଙ୍ଗେ କାଲି ସକାଳେ ପୁଣି ଥରେ ଭେଟ ହେବା। ଆଉ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଆଉ କମେଣ୍ଟ ମାଧ୍ୟମରେ